এটা জয় দুর্গা যুবক সংঘ দুর্গাপালি অনুকূল্ୟରେ ଅନୁଷ୍ଠିତ ହେଉଛି। ଏଥିରେ ବରଦାକାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ବରଦାକାନ୍ତ ବାବୁଙ୍କର ସ୍ମୃତିରେ ଯିଏକି ଧର୍ମପରାୟଣ ବ୍ୟକ୍ତି ଥିଲେ। ଆଉ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ସମ୍ମାନୀୟ ଅତିଥି ମେଘନାଥ ପ୍ରଧାନ, ମନୋଜ ଖେମକା ଏମାନେ ଉପସ୍ଥିତ ଥିଲେ। ଏଇଟା 3 ଦିବसीୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଉଛି। ତାର ଆଗରୁ ରକ୍ତଦାନ ଶିବିର ତାଙ୍କର ନାମରେ ହେଉଥିଲା, ତାଙ୍କ ସ୍ମୃତିରେ କରାଯାଉଥିଲା। ଆଉ ଆଗକେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଉଛି। আর অন্যান্য ବି କାର୍ଯ୍ୟକ୍ରମ ନିଆଯାଉଛି। କେତେବେଳେ ଚମ୍ପଲ ବଣ୍ଟା ହେଉଛି, କେତେବେଳେ ଶାଢ଼ୀ ବଣ୍ଟା ହେଉଛି, କେତେବେଳେ କମଳ ବଣ୍ଟା ହେଉଛି, ଚାଉଳ ବଣ୍ଟା ହେଉଛି, ଫଲ ବଣ୍ଟା ହେଉଛି। ସବୁ ତାଙ୍କର ସ୍ମୃତିରେ ଆଗକେ ନିଆଯାଉଛି। ସେ ଯେହେତୁ ସେବାର ଉପଦେଷ୍ଟା ବି ଥିଲେ ଆଉ ଛତ୍ରପତି ଡକ୍ଟର ଦୀପକ ପାଣ୍ଡେ ବାବୁଙ୍କର ବାପା ବି। ଏଇଟା ଆଜିକା ମୋର ବାପା ଶ୍ରୀ ବରଦାକାନ୍ତ ପାଣ୍ଡେ ସ୍ୱର୍ଗୀୟ, ତାଙ୍କ ସ୍ମୃତିରେ ଜୟ ଦୁର୍ଗା କ୍ଲବ ଯୁବକ ସଂଘ ତରଫରୁ ଏଇଟା 3 ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜ କରାଯାଇଛି। 16ଟା ଟିମ୍ ଏଥିରେ ଯୋଗଦାନ କରିଛନ୍। ଆଉ ଆଜି ଯୋଡ଼େ ଟିମ୍ ସେମିଫାଇନାଲକେ ପହଞ୍ଚିଛନ୍। ଆଗରୁ ରକ୍ତଦାନ ଶିବିର କରିଥିଲୁ। ଆର ବର୍ଷ 2 ବର୍ଷ ହେଲା ରକ୍ତଦାନ ଶିବିର କରୁଛୁ। ଏଥର କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିଛୁ ଆଉ ରକ୍ତଦାନ ଶିବିର ବି କରିବୁ। ସେ ଆମର ସେବା ଅର୍ଗାନାଇଜେସନର ଫାଉଣ୍ଡର ବେଲେ ବି ନାଇଁ ଚଲବା, ଫାଉଣ୍ଡର ଆନସେ ଥିଲେ ସେ, ଆଉ ଆମର ଉପଦେଷ୍ଟା ବି ଥିଲେ। ସେଥିଲାଗି ତାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ କରୁଛୁ। ଜାରି ରହିବା, ତାଙ୍କର ହିଁ ନାଁରେ ଜାରି ରହିବା।